ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ସାଙ୍ଗମାନେ କ'ଣ ପାଇଁ ଅପାକୁ ଯିବା ପାଇଁ ପଡ଼ିଲା ଚାଲନ୍ତୁ ଦେଖିବା, ଗଲେ ଜଣା ପଡ଼ିବ। ଦେବିତା ପାଠ ପଢ଼ିବୁ ତ? ପରୀକ୍ଷା ଭଲ ହେଇଛି ନା? ଭଲ ହେଇଛି। ଆମ ସାଙ୍ଗମାନଙ୍କୁ ଟିକେ କହ ଲାଇକ୍ ସେୟାର କରିଦେ, କହ ଲାଇକ୍ ଆଉ ସେୟାର କରିଦେ। ଏଇଟା ମୋ ଦିଦି, ସୁନ୍ଦରୀ ଦିଦି। ହାଏ ହାଏ। ଖାଇବା ବାଢ଼ା ହେଲାଣି। ମାରା ହେଉଛି ଆମର ନିରାମ ଖାଇବା ସାଧା। ହେଲେ ମତେ ବଢ଼ିଆ ଲାଗେ ତମ ତରକାରୀ। ଆମର ସାଧା ଦେଖ, ଏଇଟା ହେଉଛି ଡାଲି, ଏଇଟା ହେଉଛି ଆମର ଫୁଲକୋବି ଆଳୁ କଷା, ଇଏ ହେଉଛି କଦଳୀ ଫୁଲକୋବି ଭଜା, ଆଙ୍କର ବହୁତ ସାରା ଆଇଟମ, ଆଉ ଶାଗ ନଟିଆ ଶାଗ, ଆମର ପିତା ଗିମା ଆଉ ବିଲାତି ତାକୁ ହେଇଛି। ସେ ପିତା ବିଲାତି କେୟାର କଲ କୁହନା ଟିକେ। ଇଏ ଆଗେ କଞ୍ଚା ଲଙ୍କା ଆଗେ ସୋରିଷ ତେଲ ପକେଇଲି, ତାପରେ କଞ୍ଚା ଲଙ୍କା କାଟିକି ପକେଇଲି, ଜିରା ପକେଇଲି, ତାପରେ ଟମାଟୋ ପକେଇଦେଲି। ପକେଇ ଦେଇକି ଟମାଟୋଟା ଭଲକି ହେଇସାରିଲା ପରେ ତାପରେ ପିତା ଗିମା ପକେଇଦେବ। ପିତା ଗିମା ଖାଲି ଅଳ୍ପ ସମୟ ନଉଟା ନଉଟି କରିଦେଇକି ପିତା ଲାଗିବନି ନା, ତାକୁ ବେଶୀ ସମୟ ଯଦି ତାକୁ ନଉଟିବ ତାହେଲେ ସେ ପିତା ଲାଗିବ। ଖାଲି ଏମିତି ସେମିତି ଟିକେ ଏପଟ ସେପଟ ନଉଟି ଦେଇକି ଗାଳି ପକେଇବ, ପିତା ଟୋଟାଲି ଲାଗିବନି। ଆପଣ ବନେଇକି ଖାଆନ୍ତୁ ଜାଣିବେ, ଆଉ ସାଙ୍ଗମାନେ ବନେଇକି ଖାଆନ୍ତୁ ଜାଣିବେ। ଆମ ବାପାଙ୍କର ବହୁତ ପସନ୍ଦ ସେଟା। ବାପାଙ୍କୁ ଦେଇନି। ଦେଇନ? ନା ଖାଇବିନି। ଦେଇନି। ତାଙ୍କର ଦେଶୀ ଚାଉଳ ଭାତଟା ନାଲି ନାଲି ହେଇଥିବ, ଦେଶୀ ଚାଉଳ ଭାତ ଖାଇଦେବା ସାଙ୍ଗମାନେ, ଘରକୁ ପଳେଇବା। ଘର କାମ କହୁଛୁ, ଆମେ ଆସିକି ବନ୍ଧୁଆସ ବୁଲୁଛେ। ଏଟା ଆମ ଦେବୀ, ଏଟା ମୋ ପିଇସା। ମୋ ପିଇସା ଆଗରୁ ଗୋଟେ, ହଁ ପିଇସାଙ୍କ ଦେହ ଭଲ ନାହିଁ, ଏତେ ରୁଗା ହେଇଯାଇଛନ୍ତି ପୁରାପୁରି। ଏଇଟା ଅପା। ଅପାର ଭାତ ଖାଉଛ ନା? ଆଉ କି ସେ ତରକାରୀ ହେଇଛି କହୁନ? ଅପାର ଆଇଁଷ ହେଇଛି ନା ହେଇନି? ନିରାମିଷ କେନେ ଆଇଁଷ ଖାଉନାହାନ୍ତି? ଜୟଗୁରୁ ନୁହେଁ, ଓମ୍ ଶାନ୍ତି। ତରକାରୀ ଅମୃତର କଣ ଆସୁଛୁ ନା?